ସୁଭଦ୍ରା ଯୋଜନାରେ ଆସିଲା ଆଉ ଏକ ବଡ଼ ଖବର। ଅନେକ ହିତାଧିକାରୀ ଏହି ସୁଭଦ୍ରା ଟଙ୍କା କିସ୍ତି ପାଇନାହାନ୍ତି। ଗତ ଅଗଷ୍ଟ 2 ତାରିଖରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି କୋଟିଏରୁ ଅଧିକ ମହିଳାଙ୍କୁ ମିଳିସାରିଛି। ତ ଅନେକ ହିତାଧିକାରୀ ଏପର୍ଯ୍ୟନ୍ତ ଏହି ସୁଭଦ୍ରା ଟଙ୍କା ଗୋଟିଏ କିସ୍ତି ମଧ୍ୟ ପାଇନାହାନ୍ତି। ତେଣୁ ସେମାନେ ବହୁତ ଦୁଃଖିତ ଅଛନ୍ତି ଏବଂ ଯେଉଁମାନେ ସୁଭଦ୍ରା ଟଙ୍କା ପାଇଛନ୍ତି ସେମାନେ ବେଶ ଖୁସିରେ ଅଛନ୍ତି। ତ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି କ'ଣ ପାଇଁ ଆପଣମାନଙ୍କର ସୁଭଦ୍ରା ଟଙ୍କା ଆସିପାରିଲା ନାହିଁ। ଯେକୌଣସି ଆପଣମାନଙ୍କର ତଥ୍ୟ ଭୁଲ ଥାଇପାରେ କିମ୍ବା ଆପଣମାନଙ୍କର ଯେକୌଣସି ଅପଡେଟ୍ ଭୁଲ ଥାଇପାରେ। ତେଣୁକରି ସୁଭଦ୍ରା ଟଙ୍କା ଆପଣମାନଙ୍କ ଆକାଉଣ୍ଟକୁ ଆସିପାରିଲା ନାହିଁ। ସେହି ଭୁଲକୁ କିପରି ଆପଣମାନେ ନିଜେ ସୁଧାରିବେ ସେହି ବିଷୟରେ ଆଜି ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବି ଏବଂ ଆପଣମାନେ ନିଜ ମୋବାଇଲ ସାହାଯ୍ୟରେ କିପରି ଚେକ୍ କରିପାରିବେ ଯେ ଆପଣମାନଙ୍କର ଭୁଲ କେଉଁଠି ଅଛି। ତ ଆସନ୍ତୁ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିବା। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଦେଖନ୍ତୁ, ସର୍ବପ୍ରଥମେ ମୁଁ ଆପଣମାନଙ୍କୁ କହିବି ଆପଣମାନଙ୍କର ଆଧାର କାର୍ଡ଼ ଠିକ୍ ଥିବା ଆବଶ୍ୟକ। ଦେଖନ୍ତୁ, ଆପଣମାନଙ୍କର ଆଧାର କାର୍ଡ଼ରେ ଯେଉଁପରି ଡିଟେଲ୍ସ ବା ନାମ ଅଛି ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ସେହିପରି ନାମ ରହିବା ଆବଶ୍ୟକ। ତ ଦେଖନ୍ତୁ, ଆପଣମାନେ ସୁଭଦ୍ରା ଯୋଜନାରେ ଆବେଦନ କଲା ସମୟରେ ଯେଉଁ ବ୍ୟାଙ୍କ ଡିଟେଲ୍ସ ଦେଇଛନ୍ତି ସେହି ବ୍ୟାଙ୍କ ଆକାଉଣ୍ଟ ଆପଣମାନଙ୍କର ସଠିକ୍ ରହିବା ଆବଶ୍ୟକ। ତାପରେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ରହିବା ନିହାତି ଆବଶ୍ୟକ। ତ ଦେଖନ୍ତୁ, ଆପଣମାନଙ୍କର ଆଧାର ଲିଙ୍କ ନ ରହିଲେ କୌଣସି ସରକାରୀ ଯୋଜନା ଗୁଡ଼ିକ ଆପଣମାନେ ପାଇପାରିବେ ନାହିଁ। ତାପରେ ଆପଣମାନଙ୍କର ଏହି ସୁଭଦ୍ରା ଯୋଜନାରେ ବାୟୋମେଟ୍ରିକ୍ ସାହାଯ୍ୟରେ ଇ-KYC କରିବା ଆବଶ୍ୟକ। ଯଦି ଆପଣମାନେ ବାୟୋମେଟ୍ରିକ୍ ସାହାଯ୍ୟରେ ବା ଫିଙ୍ଗରପ୍ରିଣ୍ଟ ସାହାଯ୍ୟରେ ଇ-KYC ନ କଲେ ଆପଣମାନଙ୍କର ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତାପରେ ମୁଁ ଆପଣମାନଙ୍କୁ ଫାଇନାଲି ମୋବାଇଲ ସାହାଯ୍ୟରେ କେମିତି ଆପଣମାନେ ଚେକ୍ କରିପାରିବେ ନିଜର ଭୁଲ କେଉଁଠି ଅଛି ଏବଂ କ'ଣ ପାଇଁ ଆପଣମାନଙ୍କର ସୁଭଦ୍ରା ଟଙ୍କା ଆସିପାରିଲା ନାହିଁ। ତ ଦେଖନ୍ତୁ, ଆପଣମାନେ ସର୍ବପ୍ରଥମେ ଏହି ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପଡେଟ୍ ଆବଶ୍ୟକ ତାଲିକାକୁ ଆପଣମାନେ କ୍ଲିକ୍ କରନ୍ତୁ। ତାପରେ ଆପଣମାନଙ୍କର ମୋବାଇଲକୁ ଏପରି ଏକ ଇଣ୍ଟରଫେସ୍ ଆସିବ। ତ ଦେଖନ୍ତୁ, ଏଠାରେ ଲେଖା ହେଇଛି NPCI ରିଜେକ୍ଟ ତାଲିକା। ତ ଆପଣମାନଙ୍କର NPCI ଯଦି ଭୁଲ ଅଛି ତାହେଲେ ଆପଣମାନଙ୍କର ସୁଭଦ୍ରା ଟଙ୍କା ଆସିବ ନାହିଁ। ତ ଦେଖନ୍ତୁ, ଏଠାରେ ଆପଣମାନେ ସର୍ବପ୍ରଥମେ ଜିଲ୍ଲା ଅଛି, ତାପରେ ବ୍ଲକ ଅଛି, ତାପରେ ଜିପି ବା ୱାର୍ଡ଼ ଅଛି। ଆମେ ପ୍ରଥମେ ଜିଲ୍ଲାକୁ ସିଲେକ୍ଟ କରିବା। ତ ମୁଁ ମୋର ଯେକୌଣସି ଏକ ଜିଲ୍ଲାକୁ ସିଲେକ୍ଟ କରୁଛି। ତାପରେ ଅଛି ବ୍ଲକ। ନିଜର ବ୍ଲକକୁ ଆପଣମାନେ ସିଲେକ୍ଟ କରନ୍ତୁ। ତାପରେ ଅଛି ଜିପି ବା ୱାର୍ଡ଼। ଦେଖନ୍ତୁ, ଆପଣମାନଙ୍କର ଗ୍ରାମ ପଞ୍ଚାୟତ ଆପଣମାନଙ୍କର ଚେକ୍ କରନ୍ତୁ। ନିଜର ଗ୍ରାମ ପଞ୍ଚାୟତ କ'ଣ ଅଛି ଆପଣମାନେ ସିଲେକ୍ଟ କରନ୍ତୁ। ତାପରେ ଏଠାରେ ଦେଖନ୍ତୁ ଲେଖା ହେଇଛି, ସେହି ଦେଖନ୍ତୁ ଉପରେ ଆପଣମାନେ କ୍ଲିକ୍ କରନ୍ତୁ। ତା ତଳକୁ ଦେଖନ୍ତୁ ଏପରି ଏକ PDF ଆସିବ। ସେହି PDFକୁ ଆପଣମାନେ କ୍ଲିକ୍ କରନ୍ତୁ। ତାପରେ ଡାଉନଲୋଡ଼ ଏଗେନ୍ ଲେଖା ହେଇଛି, ସେହି ଡାଉନଲୋଡ଼ ଏଗେନ୍ ଉପରେ ଆପଣମାନେ କ୍ଲିକ୍ କରନ୍ତୁ। ତ ଦେଖନ୍ତୁ, ଆପଣମାନଙ୍କର PDFଟି ଡାଉନଲୋଡ଼ ହୋଇଯାଇଛି। ତାପରେ ଏଠାରେ ଦେଖନ୍ତୁ ଲେଖା ହେଇଛି, ପ୍ରଥମେ ଅଛି ଭିଲେଜ, ତାପରେ ଅଛି ଆପ୍ଲିକେସନ ID, ତାପରେ ଅଛି ନେମ୍ ବା ନାମ, ତାପରେ ସେହି ହିତାଧିକାରୀଙ୍କର ଫାଦର୍ସ ବା ହଜବେଣ୍ଡଙ୍କ ନାମ, ତାପରେ NPCI ଷ୍ଟାଟସ୍। ଆପଣମାନଙ୍କର ପ୍ରଥମେ ଗାଁ ଅଛି, ତାପରେ ଆପ୍ଲିକେସନ ID ଅଛି, ତାପରେ ନାମ ଅଛି, ତାଙ୍କ ବାପାଙ୍କ କିମ୍ବା ସ୍ୱାମୀଙ୍କ ନାମ, ତାପରେ NPCI ଷ୍ଟାଟସ୍। ତ
ତ ଆପଣମାନଙ୍କର ଏଠାରେ ଯଦି NPCI ରିଜେକ୍ଟ ଅଛି ତାହେଲେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତେଣୁ ଯଥାଶୀଘ୍ର ଆପଣମାନେ ଆପଣମାନଙ୍କର ବ୍ୟାଙ୍କକୁ ଯାଇ ଆପଣମାନଙ୍କର NPCIକୁ ଆକ୍ଟିଭେଟ୍ କରିବେ ବା ଆଧାର ଲିଙ୍କ କରିବେ, ତାହେଲେ ଯାଇକି ଆପଣମାନେ ଏହି ସୁଭଦ୍ରା ଟଙ୍କା ପାଇପାରିବେ। ନହେଲେ ଆପଣମାନେ ଯେତେ ଚେଷ୍ଟା କଲେ ବି ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ଏହା ମୁଁ କହୁନାହିଁ, ଏହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତ ଆପଣମାନେ ସେଇଆ କରନ୍ତୁ, ଆପଣମାନଙ୍କର NPCIକୁ ପ୍ରଥମେ ଆକ୍ଟିଭେଟ୍ କରନ୍ତୁ, ତାପରେ ଯାଇକି ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ। ତ ଆପଣମାନଙ୍କୁ କେମିତି ଲାଗିଲା ଭିଡ଼ିଓଟି ନିଶ୍ଚୟ କମେଣ୍ଟ ମାଧ୍ୟମରେ ମତାମତ ଦେବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।